ପିଲାମାନେ ଆଜି ଆମେ ସପ୍ତମ ଶ୍ରେଣୀର ପ୍ରଥମ ଅଧ୍ୟାୟ ଯେଉଁଟା ରହିଲା ତାର ଅଭ୍ୟାସ ପ୍ରଶ୍ନ ଗୁଡ଼ିକ ଆମେ ଆଲୋଚନା କରିବା। ଯେମିତି ଦେଖ ଏଠି 0ରୁ 9 ପର୍ଯ୍ୟନ୍ତ ଅଙ୍କ ଗୁଡ଼ିକ କେବଳ ଆମେ ଥରେ ମାତ୍ର ବ୍ୟବହାର କରେ, ଯେଉଁଟାକି ଆମେ 0 ଆମେ ହେଇପାରିବ ନାହିଁ। ଦଶଙ୍କ ସଂଖ୍ୟା ଗଠନ କରିବା, ଯେଉଁଟା ଫାଷ୍ଟ ଏଟା କ'ଣ 5 ଗୋଟେ ବୃହତ୍ତମ ଗୁଣିତ, ଏଇଟା 5ର ବୃହତ୍ତମ ଗୁଣିତ, ସେକେଣ୍ଡଟା ଗୋଟେ କ୍ଷୁଦ୍ରତମ ଯୁଗ୍ମ ସଂଖ୍ୟା ହେବ। ଦେଖିବା ନେକ୍ସଟକୁ କ'ଣ ଅଛି, ଆଗକୁ ଆନ୍ସର କ'ଣ ହେବ। ଦେଖ କହିଲା 10ଟି ଅଙ୍କ ଗୁଡ଼ିକ, ଯେଉଁ 10ଟା ଅଙ୍କ ଗୁଡ଼ିକ ହେଲା ସେ 10ଟା ଅଙ୍କ ଗୁଡ଼ିକ କ'ଣ କ'ଣ। ଯେମିତି 10ଟା ଅଙ୍କ ଗୁଡ଼ିକ 0, 1, 2, 3, 4, 5, 6, 7, 8, 9। ଯେହେତୁ ଆମେ ବଡ଼ରୁ ସାନ କ୍ରମରେ ଲେଖିବା, ସଂଖ୍ୟା ଗୁଡ଼ିକ ଆମେ କେମିତି ଲେଖିବା, ଅଙ୍କ ଗୁଡ଼ିକ 9, 8, 7, 6, 5, 4, 3, 2, 1, 0। ଯେହେତୁ ସମସ୍ତ 5ର ଗୁଣିତକ ସଂଖ୍ୟା ରହିଲା, ତାର ଏକକ କେତେ ରହିବ, ଆଇଦର 0 ରହିବ ନହେଲେ 5 ରହିବ। ତେଣୁକରି 5ର ବୃହତ୍ତମ ଗୁଣିତକଟି କେତେ ରହିବ, 9876543210। ନେକ୍ସଟ କ୍ୱେଶ୍ଚିନ୍ କ'ଣ ହେବ? ନେକ୍ସଟ କ୍ୱେଶ୍ଚିନ୍ କହିଛି ଅଙ୍କ ଗୁଡ଼ିକୁ ଊର୍ଦ୍ଧ୍ୱ କ୍ରମରେ ସଜାଇଲେ କ'ଣ ହେବ। ଅଙ୍କ ଊର୍ଦ୍ଧ୍ୱ କ୍ରମରେ ସଜାଇଲେ କ'ଣ 0, 1, 2, 3, 4, 5, 6, 7, 8, 9। ପ୍ରଥମ ଅଙ୍କ 0 ହେଇପାରିବ ନାହିଁ, ତାହେଲେ କ'ଣ ହେବ? ତାହେଲେ ତେଣୁ କ୍ଷୁଦ୍ରତମ ସଂଖ୍ୟାଟା କେତେ ହେବ? କ୍ଷୁଦ୍ରତମ ସଂଖ୍ୟାଟା ଆମର ହେବ 1, 0, 2, 3, 4, 5, 6, 7, 8, 9। କିନ୍ତୁ ଆମର କ୍ଷୁଦ୍ରତମ ସଂଖ୍ୟା ଖାଲି ହେଲେ ହେବନି, ଆମକୁ ପଚାରୁଛି କ'ଣ କ୍ଷୁଦ୍ରତମ ଯୁଗ୍ମ ସଂଖ୍ୟା। ତେଣୁ 7, 8, 9 ହେଇକି ହେବ 7, 9, 8। ଯେହେତୁ ଯୁଗ୍ମ ସଂଖ୍ୟାର ଏକକ ଅଙ୍କର କ'ଣ କ'ଣ ରୁହେ, 0, 2, 4, 6, 8 ଏଇସବୁ ନମ୍ବର ରୁହେ। ନେକ୍ସଟ ଆଗକୁ ଦେଖିବା। ତାପରେ ନମ୍ବର କ'ଣ କହିଛି ନା 10, 1, 0, 3, 0, 2 ଆପଣ ସଂଖ୍ୟାରେ ଲେଖିଲେ କ'ଣ হবে ନା 10,30,285। ଏଥିରେ ଆମର କେତେଟା ଅକ୍ଷର ରହିଲା, 10,04,, 30,410, 204, 14, 85, 4, 18 ସଂଖ୍ୟା। କିନ୍ତୁ ଆମେ ଗୋଟେ ସଂଖ୍ୟା ଲେଖିଲେ ଯେଉଁଥିରେ କେମିତି ଅକ୍ଷର ଲେଖିଲେ ସର୍ବାଧିକ ଅକ୍ଷର ହେବ, ଆଉ ସେଟା 7 ଅଙ୍କ ବିଶିଷ୍ଟ ସଂଖ୍ୟା। ଯେମିତି ଏଇଟା ଗୋଟେ 7 ଅଙ୍କ ବିଶିଷ୍ଟ ସଂଖ୍ୟା। ତେଣୁ ଦେଖିବା କ'ଣ ଅଛି। କ'ଣ କହିଛି ଏଠି ନା ଆମର ଯଦି ସବୁ ଯାକ କ'ଣ 5 5 ଅକ୍ଷର ରହିବ, ତାହେଲେ ହେଇଯିବ ସବୁଠାରୁ ବଡ଼ ଅକ୍ଷର। ଯେମିତି 35, 44, ଦେଖ 29, 31, 34, 35, 37, 38, 39, 41, 44, 45, 46, 48, 84, 94 ସବୁ ରହିଲା, 14ଟା ସଂଖ୍ୟା ରହିଲା। ତେଣୁ ଆ ମଧ୍ୟରୁ ଆମେ ଯେକୌଣସି 7 ଅଙ୍କର ସଂଖ୍ୟାକୁ ନେଇ ଗଢ଼ିଲେ ଆମର ସର୍ବାଧିକ ହେଇଯିବ। ତ ଦେଖିବା କ'ଣ ଅଛି। କହିଛି ଆମର କ'ଣ ନା ଯେକୌଣସି ସଂଖ୍ୟାକୁ ନେଇ ଆମେ 7 ଅଙ୍କ ଗଢ଼ି ହେବ। ଯେମିତି ଆମର 94, 94, 9 କ'ଣ ହେବ, 94 ଲକ୍ଷ, 94,994। ଅକ୍ଷର ସଂଖ୍ୟା କେତେ, 24। ତାପରେ ଯଦି ସବୁ ଯାକ 35 କ'ଣ ହେବ ନା 35 ଲକ୍ଷ, 35,335। ଏଥିରେ ଅକ୍ଷର ସଂଖ୍ୟା 24। ନେକ୍ସଟ ଦେଖ ଏଠି କ'ଣ ଅଛି ନା 29, 29, 229 ମାନେ 29 ଲକ୍ଷ, 29,229। ଅକ୍ଷର ସଂଖ୍ୟା 24। ଏହିପରି ଆମେ 7 ଅଙ୍କ ସଂଖ୍ୟା ତିଆରି କରିବା ଯାହାର ଅକ୍ଷର ସଂଖ୍ୟା କେତେ ହେବ, 24 ହେବ। ତେଣୁ ଏଇଟା ଆମେ ଲେଖିପାରିବା 29 ଲକ୍ଷ, 29,229 ହେଇପାରିବ। ବା ଆହୁରି ମଧ୍ୟ ହେଇପାରିବ କ'ଣ ନା ଏଇଠି ଯେଉଁ ଆମର ସଂଖ୍ୟା ଗୁଡ଼ିକ ରହିଲା କ'ଣ 38 ଲକ୍ଷ, 38,938, 41 ଲକ୍ଷ, 41,441। ଏମିତି କରିକି ମଧ୍ୟ ଆମେ କରିପାରିବା। ଆଗକୁ ଯିବା। ନେକ୍ସଟ ନମ୍ବର କ'ଣ ଅଛି, 3 ନମ୍ବରରେ ଏକ 9 ଅଙ୍କ ବିଶିଷ୍ଟ ସଂଖ୍ୟା ନେବା, ଯେଉଁଥିରେ କି ଯେକୌଣସି 2ଟି ଅଙ୍କ ସ୍ଥାନ ପରିବର୍ତ୍ତନ କଲେ ଗୋଟେ ବଡ଼ ସଂଖ୍ୟା ମିଳିବ। ଆନ୍ସର କ'ଣ କହିଲା ଏଠି, ଯଥାସମ୍ଭବ କ୍ଷୁଦ୍ରତର ସଂଖ୍ୟା ଆବଶ୍ୟକ ହେବା ଦରକାର। ଯଥାସମ୍ଭବ କ୍ଷୁଦ୍ରତର ହେଲେ ଆମେ ତାର ଅଙ୍କକୁ ଓଲଟେଇ ଦେଲେ ସିଏ ଆମକୁ ଗୋଟେ ବଡ଼ ସଂଖ୍ୟା ମିଳିବ। ଯେମିତି ସଂଖ୍ୟାଟା ଫାଷ୍ଟ ଆମେ ନେଲେ କେତେ 1, 2, 3, 4, 5, 6, 7, 8, 9, ଏଟା ଗୋଟେ ବଡ଼ ସଂଖ୍ୟା। ଆକୁ ଆମେ 1 ଆଉ 9ର ସ୍ଥାନକୁ ଓଲଟେଇ ଦେବା, ତାହେଲେ 9, 2, 3, 4, 5, 6, 7, 8 ୟା ଠାରୁ ଏଟା
ବହୁତ ବଡ଼। ଠିକ୍ ଅଛି, ଆମକୁ ସେ କହିଥିଲା କ'ଣ, ଯେକୌଣସି ଦୁଇଟା ନମ୍ବରର ଦୁଇଟା ଅଙ୍କ ବଦଳାଇ ଦେଲେ ସ୍ଥାନ ଏମିତି ବଡ଼ ହେବା ଦରକାର। ଏଠି ବଡ଼ ହେଉଛି, ଏଠି ହୋଇଥିଲା କ'ଣ 1 2 3 4 5 6 7 8 9, ଏଇଠି ଆମେ ପାଇଗଲେ କେତେ 9 2 3 4 5 6 7 8 1, ଯେଉଁଟାକି ପ୍ରଥମ ସଂଖ୍ୟା ଠାରୁ କ'ଣ ଅପେକ୍ଷାକୃତ ବଡ଼। ନେକ୍ସଟ ତାପର ନମ୍ବରକୁ ଯିବା। ତାପର ନମ୍ବର ଆମର ହେଲା କ'ଣ, ଏଟା 4 ନମ୍ବର। ସେ କ'ଣ କହିଛି ଏଠି କହିଛି ଏଇ ଯେଉଁ ସଂଖ୍ୟାଟା ରହିଲା ଆକୁ ଆମେ ଯେକୌଣସି ମୂଳରୁ 10ଟା ଅଙ୍କ କାଟିଦେବା, ଯାହାଦ୍ୱାରା ଅବଶିଷ୍ଟ ସଂଖ୍ୟା ଦଶମୀ ବଡ଼ ହେବ। କ'ଣ କହି ସଂଖ୍ୟାରୁ 10ଟି ଅଙ୍କ କାଟିଦେଲେ ଯାହାଦ୍ୱାରା ଅବଶିଷ୍ଟ ସଂଖ୍ୟାଟି ଯଥାସମ୍ଭବ ବଡ଼ ସଂଖ୍ୟା ହେବ। ଏଟା ଆମେ କ'ଣ କରିବା, ସବୁ ଛୋଟ ଛୋଟ ସଂଖ୍ୟା ଗୁଡ଼ା ଆମେ କାଟିଦେବା। ଏଠି ଆମେ 1 2 3 4 ସବୁ କାଟିଦେବା, ଆଉ ରହିଲା 5, 4ଟା ଅଙ୍କ କଟିଗଲା। ପୁଣି ଏଠି 1 2 3 4 କଟିଗଲା, ପୁଣି 4ଟା ଅଙ୍କ କଟିଗଲା, 4 4 8, ଆଉ 2ଟା। ଏଠି ଆମେ 1 ଆଉ 2 କାଟିବା। ତାହେଲେ କେଉଁ ନମ୍ବର ଆମର ରହିଲା, ଏଠି ଆରମ୍ଭରେ ରହିଲା ଗୋଟେ କେତେ 5, ତାପରେ ପୁଣି ଏଠି ଗୋଟେ ରହିଲା ଏ 4 ଯାଏଁ କଟିଯାଇଛି, ପୁଣି ଗୋଟେ ରହିଲା 5 5 5, ଏଠି ରହିଲା କେତେ 5 5 3 4 5, ତାପରେ 1 2 3 4 5, ଏଇଟା ଆମର ଗୋଟେ ରହିଲା ବଡ଼ ସଂଖ୍ୟା 5 5 3 4 5 1 2 3 4 5, ଏଇଟା ହେବ ତାର ଆନ୍ସର। ନେକ୍ସଟକୁ ଯିବା, 4 ନମ୍ବର ପରେ 5 ନମ୍ବର। ଏଠି ଦେଖ ସେ ସେୟା କହିଛି, ପ୍ରଥମେ ଆମେ କ'ଣ ସବୁଥିରୁ କାଟି ଦେଇକି ରହିବ, ଲାଷ୍ଟକୁ ଆନ୍ସର ରହିବ କ'ଣ 5 5 3 4 5 5 5 3 4 5 1 2 3 4 5, ଏଇଟା ଆମର ଆନ୍ସର ରହିବ। ଲାଷ୍ଟ ସେ କ'ଣ କହିଲା ତାପରେ, ଏହା କହିଲା କି 5 ନମ୍ବରରେ ନା 0 ଓ 1 ଉଭୟ ଶବ୍ଦରେ ଆମର କ'ଣ କ'ଣ ଅଛି, 0ରେ ଅଛି ଓ, 1ରେ ଅଛି ଓ। ହେଲା, 1 ଓ 2 ଉଭୟ ଶବ୍ଦରେ ଓ ଅଛି, 2 ଓ 3 ଉଭୟ ଶବ୍ଦରେ ଟି ଅଛି। ମାନେ ଯାହା ହେଲେ ଗୋଟେ ଗୋଟେ ଥର କମନ୍ ରହୁଛି। 0 1, 0ରେ ଦେଖ ଇ ଆଉ ଓ ଦୁଇଟା, ଓରେ ଓ ଇ ଅଛି। ଆମେ ଏମିତି କରି କରି ଯିବା, କ'ଣ ହେବ, ଯେମିତି ତାପରେ ଯେ କୌଣସି ଇଂରାଜୀ ଅକ୍ଷର ସମାନ ନଥାଇ ଦୁଇଟି କ୍ରମିକ ସଂଖ୍ୟା ନିର୍ଣ୍ଣୟ କରିବା। ତାହେଲେ ଆମେ କେତେ ଯାଏଁ ଆମକୁ ଗଣିବାକୁ ପଡ଼ିବ। ଆଗକୁ ଯିବା, ଯେମିତି ଏଠି ସେ କ'ଣ କହିଛି ନା ଏଠି ଆମର 0 1 ଉଭୟରେ ଇ ଆଉ ଓ ଅଛି, 1 2 ଉଭୟରେ ଓ କମନ୍ ହେଇକି ଅଛି। ତାପରେ ଏଠି ଆମେ ଦେଖିବା, ପୁଣି ଯଦି ଆମେ ଲେଖିବା କ'ଣ 2 3, 2 3ରେ ଉଭୟରେ ଟି, 3 4, ଆର୍ 4 5, ଏଫ୍ 5 6, କ'ଣ ଆଇ ରହିଲା। ତାପରେ ଏମିତି ଆଗକୁ ଯେତେବେଳେ ଯିବା, ତାପରେ ରହିବ 6 7ରେ ରହିବ କ'ଣ ଏସ୍ ରହିବ, 7 8ରେ ରହିବ କ'ଣ ଇ ରହିବ, 8 9ରେ ଇ ଆଉ ଆଇ ରହିବ, 9 10ରେ ଏନ୍ ଆଉ ଇ ରହିବ। ତାପରେ ଆମେ କ'ଣ ଦେଖିଲେ ନା ଆମେ ଦେଖିଲେ ଦୁଇଟି କ୍ରମିକ ସଂଖ୍ୟାର ଇଂରାଜୀ ନାମ ଅତିକ୍ରମରେ ଗୋଟିଏ ଲେଖାଏଁ ଅକ୍ଷର ଉଭୟର ଅଛି। ତେଣୁ ସାଧାରଣ ଅକ୍ଷର ନଥିଲେ ଦୁଇଟି କ୍ରମିକ ସଂଖ୍ୟା ପାଇପାରିବା ନାହିଁ। ଆନ୍ସର ହେବ ଏଇଟା କ'ଣ ନା ସାଧାରଣ ଅକ୍ଷର ନଥିବା ଦୁଇଟି କ୍ରମିକ ସଂଖ୍ୟା। ଜଣ କୋଶ୍ଚିନ୍ ଯେଉଁଟା ଥିଲା, ଆଉ ଥରେ ଦେଖେଇ ଦେଉଛି ତୁମକୁ। କୋଶ୍ଚିନ୍ କ'ଣ ଥିଲା, କୋଶ୍ଚିନ୍ ଆମର କ'ଣ ଥିଲା ଏଠି ନା କୌଣସି ଇଂରାଜୀ ଅକ୍ଷର ସମାନ ନଥାଇ ଦୁଇଟି କ୍ରମିକ ସଂଖ୍ୟା ନିର୍ଣ୍ଣୟ କରିବାକୁ ପଡ଼ିବ, କିନ୍ତୁ ଅକ୍ଷର ସମାନ ନଥିବ। ତାହେଲେ ୟାର ଆନ୍ସରଟା କ'ଣ ହେବ ନା ୟାର ଆନ୍ସର ହେବ କି ସାଧାରଣ ଅକ୍ଷର ନଥିବା ଦୁଇଟି କ୍ରମିକ ସଂଖ୍ୟା ନେଇ ଆମେ ପାଇପାରିବା ନାହିଁ। ନେକ୍ସଟ ନମ୍ବର କ'ଣ ଅଛି, ମନେକର ତୁମେ ସମସ୍ତ ସଂଖ୍ୟା 1 2 3 4 5 9 10 ଲେଖିଛ, ତୁମେ ଲେଖ ଦଶମ ଅଙ୍କଟି ହେଉଛି 1। ଆମେ ଲେଖେ 1 2 3 4 5 6 7 8 9 9ଟା ନମ୍ବର, 10 ନମ୍ବର ଅଙ୍କ କେଉଁଟା, ଏଇ ଯେଉଁ 10ରେ ଲେଖିଲେ ତାର ଏଇଟା 10 ନମ୍ବର ଅଙ୍କ। ତାପରେ 11 ନମ୍ବର ଅଙ୍କ 0, 12 ନମ୍ବର 1 13 ନମ୍ବର ଅଙ୍କ 1 ଏସବୁ ରହିଲା। ତ ତା କୋଶ୍ଚିନ୍ ହେଉଛି କି ଆମର ଯଦି ଆମେ ସେହିପରି ଲେଖି ଚାଲିବା ତାହେଲେ 1000ତମ ଅଙ୍କଟି କେତେ ହେବ, ଆଉ ସେ 1000ତମ ଅଙ୍କଟା କେଉଁ ସଂଖ୍ୟାରେ ରହିବ ଦେଖିବା ଅଛି କେତେ। ତାହେଲେ
ଆମେ ହିସାବ କରିବା। ଯଦି ଆମେ 1ରୁ 9 ଯାଏଁ ଲେଖିବା, 1ରୁ 9 ଯାଏଁ ଏକ ଅଙ୍କ ବିଶିଷ୍ଟ ସଂଖ୍ୟା, ଟୋଟାଲ୍ ହେବ 9ଟା ଅଙ୍କ। ତାପରେ 10ରୁ 99 ଆମେ ଜାଣିଛନ୍ତି 2 ଅଙ୍କ ବିଶିଷ୍ଟ 90ଟା ଅଛି, ତାହେଲେ 90 ଦୁଗୁଣେ ହେଲା 100। ତାହେଲେ ଟୋଟାଲ୍ ଅଙ୍କ 1ରୁ 99 ଯାଏଁ ହେଇଗଲା କେତେ? 199। ଏବେ ଆମର 3 ଅଙ୍କ ବିଶିଷ୍ଟ ସଂଖ୍ୟା ରହିଲା। ତେଣୁ ଆମେ କ'ଣ କରିବା 3 ଅଙ୍କ ବିଶିଷ୍ଟ ସଂଖ୍ୟା ପାଇବା ପାଇଁ? ତେଣୁ ତାପରେ 1000ତମ ଅଙ୍କରେ ପାଇବା ପାଇଁ ଆମର ଟୋଟାଲ୍ ଅଙ୍କ ସରିଯାଇଛି କେତେଟା? 199ଟା। ତାହେଲେ ଟୋଟାଲ୍ 1000ରୁ 199 ଗଲେ କେତେ ରହିଲା? 811। 3 ଅଙ୍କ ବିଶିଷ୍ଟ ସଂଖ୍ୟା 811 ଟୋଟାଲ୍ ଅଙ୍କ ଦରକାର। ଗୋଟେ ସଂଖ୍ୟାରେ ଆମର ରହିଲା କେତେଟା ଅଙ୍କ? 3ଟା। ତାହେଲେ 811 3 ହରିଲା ବଳୁଛି 270ଟା ପୂର୍ଣ୍ଣ ସଂଖ୍ୟା, ଆଉ ଗୋଟେ ସଂଖ୍ୟାର ଫାଷ୍ଟ ଅଙ୍କ ରହିବ। ତାହେଲେ ଏବେ ଆମେ ପ୍ରଥମ 3 ଅଙ୍କ ବିଶିଷ୍ଟ ସଂଖ୍ୟା ଆମେ କେତେ ଜାଣିଛନ୍ତି? ପ୍ରଥମ 3 ଅଙ୍କ ବିଶିଷ୍ଟ ସଂଖ୍ୟା ହେଲା ଆମର କେତେ? 100। ତାପରେ ଆମର ମାନେ ଯଦି ଆମେ 100କୁ କାଉଣ୍ଟ କରିବା, ସେତ ଆମେ 1 ମଧ୍ୟ ଫେଡ଼ିବା। ମିଳିଲା ଆମର କେତେ? 369। କିନ୍ତୁ 369ର ଏଇ ଯେଉଁ ରହିଲା 9 ନମ୍ବରଟା, 9ଟା ଯେ 9 ରହିଲା, ଏ 9ଟା ହେଲା ଆମର 999 ନମ୍ବର ଅଙ୍କ। ତା ପର ସଂଖ୍ୟା ଯେଉଁ ରହିଲା 370, 370ର ପ୍ରଥମ ଅଙ୍କ ଯେଉଁଟା ରହିଲା 3, ଏଇଟା ହେଲା ଆମର 1000ତମ ଅଙ୍କ। ନେକ୍ସଟ ତାପର ନମ୍ବରଟା ଦେଖିବା। ସିଏ କ'ଣ କହିଲା? ନେକ୍ସଟ ବି କ୍ୱେଶ୍ଚିନ୍ଟା କ'ଣ ପଚାରିଛି ନା, ଏଟା ଯେମିତି ଆମର ରହିଲା କ'ଣ, କେଉଁ ଅଙ୍କଟା ଲେଖିଲେ ଆମର 1000ତମ ଅଙ୍କ ରହିବ। ବି ରହିଲା କ'ଣ, କେଉଁ ସଂଖ୍ୟାରେ ଆମେ ନିୟୁତତମ ଅଙ୍କ ରହିଥିବ। ଏଟା ବି ଆମେ ସେଇଭଳିଆ ହିସାବ କରିବା। ଯେମିତି ଏଟା ଆମେ ହିସାବ କରିଥିଲେ, ପ୍ରଥମେ 1 ଅଙ୍କ ସଂଖ୍ୟା 9ଟା, 2 ଅଙ୍କ ସଂଖ୍ୟା 90ଟା, 90 ଦୁଗୁଣେ 180ଟା, ତାହେଲେ ଟୋଟାଲ୍ ହେଇଗଲା 199ଟା ଅଙ୍କ ହେଇଗଲା। ତାପରେ ପୁଣି ଆମେ ଦେଖିବା ଏପଟେ 3 ଅଙ୍କ ସଂଖ୍ୟା। 3 ଅଙ୍କ ସଂଖ୍ୟା ଆମର କେତେ ରହିଲା? 100ରୁ 9 27। ତାହେଲେ 199ରେ 27 ଟୋଟାଲ୍ ହେଇଗଲା 2899। ତାପରେ 4 ଅଙ୍କ ଥିବା ସଂଖ୍ୟା 1000ରୁ 9999। ଟୋଟାଲି ଆମ 4 ଅଙ୍କ ବିଶିଷ୍ଟ ସଂଖ୍ୟା କେତେଟା? 9000ଟା। ତାହେଲେ ଅଙ୍କ ଟୋଟାଲ୍ ହେବ 9000 ଗୁଣନ 4 36000। ଆଗରୁ ଥିଲା 2899, ମିଶାଇ ଦେଲେ ହେଇଯିବ 38899। ନେକ୍ସଟ 5 ଅଙ୍କ ଦେଖିବା। କ'ଣ କହିଲା ଏଠି ନା, 5 ଅଙ୍କ ଥିବା ସଂଖ୍ୟା କେତେ? 10,000ରୁ 19,999। ଟୋଟାଲି ଆମର 9000ଟା ସଂଖ୍ୟା, ଯେହେତୁ ଗୋଟେ 500ଟା ଅଙ୍କ, ତାହେଲେ 5 ଗୁଣି ଦେଲେ ହେଇଗଲା 4,50,000। ମିଶାଇ ଦେଲେ ହେଇଗଲା କେତେ? 4,88,899। ଏବେ ଆମେ ଏକ ନିୟୁତରେ ଫେଡ଼ିବା, ଦେଖିବା ଟୋଟାଲ୍ କେତେଟା ଅଙ୍କ ବାକି ରହିଲା। ହେଲେ ଆମେ ପାଇଲେ କେତେ? 6 ଅଙ୍କ ପାଇଗଲେ। ତେଣୁ 7 ଅଙ୍କ ପାଇବା ପାଇଁ ଆମେ ଆଉ ଅଙ୍କ ଦରକାର କେତେଟା? ନା ଏକ ନିୟୁତ ଫେଡ଼ାଣ 4,88,899। ତାହେଲେ ଏକ ନିୟୁତ ମାନେ ଏତିକି ରହିଲା 10 ଲକ୍ଷ। 10 ଲକ୍ଷରୁ 4,88,899 ଫେଡ଼ିଦେଲେ ଆଉ ରହିଲା କେତେ? 5,11,111। ତାପରେ ଦେଖିବା କ'ଣ, ପ୍ରତି 6 ଅଙ୍କ ବିଶିଷ୍ଟ ସଂଖ୍ୟାର ଅଙ୍କ ସଂଖ୍ୟା ହେଉଛନ୍ତି 6। ତେଣୁ 5,11,111 6 ହରିଦେଲେ ପାଇଗଲେ କେତେ? ନା 85,185ଟା ପୁରା ସଂଖ୍ୟା। ତାପରେ ଭାଗଶେଷ 1 ମାନେ ଆଉ ଗୋଟେ ସଂଖ୍ୟା ଏକ୍ସଟ୍ରା। ତାହେଲେ ଆମେ କ'ଣ ଜାଣିଲେ? ନିୟୁତତମ ଅଙ୍କ ହେବ ଯେଉଁଟା କେଉଁଟା? ଅଙ୍କ ହେବ 85,186ତମ ସଂଖ୍ୟାର ବାମ ପାର୍ଶ୍ୱରୁ 1 ନମ୍ବର ଅଙ୍କଟି। 85,186ତମ ଅଙ୍କର 6 ଅଙ୍କ ବିଶିଷ୍ଟ ସଂଖ୍ୟା କେତେ ହେବ? ଆମର ଏତିକି ହେଇକି 1 ଫେଡ଼ିଦେଲେ ସେଇ ମିଳିଲା କେତେ? 1,85,185। ତେଣୁ ନିୟୁତତମ ଅଙ୍କଟି କେତେ? 1,85,185ରେ ରହିବ। ପ୍ରଥମ ଅଙ୍କ କେତେ? 1ରୁ 9। ଏଇଟା ହେବ ଆନ୍ସର। ତାପରେ ସିରେ କ୍ୱେଶ୍ଚିନ୍ କ'ଣ ଅଛି ଦେଖିବା। ସିରେ ଅଛି, ତୁମେ କେତେବେଳେ ଅଙ୍କ 5କୁ 5000 ଥର ଲେଖିଥିବ? ଆନ୍ସର ଦେଖିବା। ତାହେଲେ ଆମେ କ'ଣ, 1 ଅଙ୍କ ସଂଖ୍ୟା 1ରୁ 9 ମଧ୍ୟରେ 5 ଥରେ ଆସିବ। 2 ଅଙ୍କ 10ରୁ 99 ମଧ୍ୟରେ 5 19 ଥର, ଟୋଟାଲ୍ ହେଲା 20 ଥର। ତାପରେ ଲେଖିବା 3 ଅଙ୍କ ସଂଖ୍ୟା 100ରୁ 999ରେ 5 ଆସିବ କେତେ ଥର? 20 ଗୁଣନ 100, 100 ମାଇନସ୍ 20। ତାହେଲେ 20ରେ 100 ଗୁଣିଲେ ହେଇଗଲା କେତେ? 200 ପ୍ଲସ୍ 280 ଥର ଆସିବ। ତାହେଲେ ମୋଟ ସଂଖ୍ୟା ହେଇଗଲା କେତେ ଥର? 300 ଥର ହେଇଗଲା।
ଦୁଇ ଗୁଣନ 100 ହେବ। ଏଟା 20 ନୁହେଁ, 2 ଗୁଣନ 100 ଥର ହେବ। ତାପରେ ନେକ୍ସଟ 4 ଅଙ୍କ ସଂଖ୍ୟା। 4 ଅଙ୍କ ସଂଖ୍ୟା 1000ରୁ 999 ମଧ୍ୟରେ 5 ଆସିବ 3700 ଥର। ଆଗରୁ ଥିଲା 300 ଥର, ଟୋଟାଲ ହେଇଗଲା 4000 ଥର। ତାପରେ ଆଉ ଆମର 4000 ହେଇଗଲାଣି। ତାପରେ ଆଉ 1000 ଥର ଦରକାର। 5000 4000 ମଧ୍ୟରେ ଆଉ କେତେ ଥର? 1000 ଥର ଦରକାର। ତେଣୁ ଏଇ ସବୁ ସଂଖ୍ୟା 5 ଙ୍କ ସଂଖ୍ୟା 10000ରୁ 10999 ମଧ୍ୟରେ ରହିବ। ବର୍ତ୍ତମାନ ଆମେ ଦେଖିଲେ କ'ଣ ନା 10000ରୁ 10999 ମଧ୍ୟରେ ରହିଲେ ଅଙ୍କ କେତେଟା? 100ଟା। 4100 ଦେନ୍ ତାପରେ 10005 10015 ଏସବୁ ରହିଲା। ଦଶକ ସ୍ଥାନରେ 5 100 ଥର ଆସିବ। 50 59 ଏମିତି ସବୁ ରହିଲା ହେଲା। ତାହେଲେ ଦଶକ ସ୍ଥାନରେ 5 କେତେ ଥର ଆସିବ? 100 ଥର ଆସିବ। ପୂର୍ବରୁ ଆମେ ଦେଖିଥିଲେ ଏକକ ସ୍ଥାନରେ 5 କେତେ ଥର ଆସିଥିଲା? ଏକକ ସ୍ଥାନରେ ଆମେ ଦେଖିଥିଲେ ଏଠି ଏକକ ସ୍ଥାନରେ 5 100 ଥର ଆସିଥିଲା। ତାପରେ ନେକ୍ସଟ ଆମେ ଦେଖିଲେ କି ଦଶକ ସ୍ଥାନରେ ମଧ୍ୟ 5 ଆସିଲା କେତେ ଥର? 100 ଥର। ତାପରେ ଶତକ ସ୍ଥାନରେ ମଧ୍ୟ 5 100 ଥର ଆସିବ। 100 200 300 ହେଇଗଲା। ତାପରେ ନେକ୍ସଟ ତାହେଲେ 4000 ଇଏ ହେଇଗଲା 300 ହେଇଗଲା। ତୋର କେତେ ଥର? 4300 ଥର 5 ଆସିଲା। ତାପରେ ବର୍ତ୍ତମାନ 11000ରୁ 11999 ମଧ୍ୟରେ ଏକକ ସ୍ଥାନରେ 5 ଆସିବ 100 ଥର। ଦଶକ ସ୍ଥାନରେ 5 ଆସିବ 100 ଥର। ତାପରେ ପୁଣି ଶତକ ସ୍ଥାନରେ 5 ଆସିବ ମଧ୍ୟ 100 ଥର। ହେଇଗଲା ତମର କେତେ? 4300। ଇଏ 300 ହେଇ ମିଶିକି ହେଇଗଲା 4600। ତାପରେ ପୁଣି ଆମେ ଦେଖିବା ସେଭଳିଆ 12000ରୁ 12999 ମଧ୍ୟରେ 5 ଆସିବ ସେ 300 ଥର। ତାହେଲେ ଆମର ହେଇଗଲା କେତେ? ସବୁଥିରେ ଆମେ କ'ଣ ଦେଖିଲେ ନା ପ୍ରତି 1000 ଥର ମଧ୍ୟରେ 5 300 300 ଥର ଆସୁଛି। ନେକ୍ସଟ ତାପରେ ଦେଖିବା। ତାହେଲେ ଆମର ହେଇଗଲା ଏବେ କେତେ ହେଇଗଲାଣି? 4600 300 ମିଶିକି 4900 ଥର ହେଇଯାଇଛି। ତାପରେ ଏବେ 13000ରୁ 13999 ମଧ୍ୟରେ ଏକକ ସ୍ଥାନରେ 5 ଆସିବ 100 ଥର। ତାହେଲେ 4900 ମିଶାଣ 100 ହେଇଗଲା 5000। କିନ୍ତୁ ଆମେ ଯେତେବେଳେ ଆମେ ଲେଖୁଥିବା କେତେ? 13995 ଯେତେବେଳେ ଲେଖିବା, ଯେତେବେଳେ ଆମେ 5କୁ ଆମେ ଲେଖିବା କେତେ ଥର? 5000 ଥର ଲେଖିବା। ନେକ୍ସଟ କ'ଣ କହିଛି ଏଠି ନା ଗୋଟିଏ କାଲକୁଲେଟରକୁ କେବଳ 10100 ବଟନ୍ ଅଛି। ତାହେଲେ ଆମର ଏଇ ଯେଉଁ ସଂଖ୍ୟା ଗୁଡ଼ା ରହିଲା 20800 92100 1,20,500 65,30,000 70,00,000 25,700 ଆମେ କେଉଁ ବଟନ୍ ୟୁଜ୍ କରିବା? 10000 ଆଉ 100 ବଟନ୍ ଯେତେବେଳେ ୟୁଜ୍ କରିବା ଆମେ ସେଟାକୁ କେତେ କେତେ ଥର ହେବ। ଚାଲ ଦେଖିବା କ'ଣ ଅଛି ସମାଧାନଟା। ଆମେ ତ ଲେଖିବା 20000 10000 ଗୁଣନ 2 ହେଇଗଲା 20000। 8 ଗୁଣନ 100 ହେଲା 800 ହେଇଗଲା। ସମୁଦାୟ କେତେ ଥର ବଟନ୍ ଲଗା? ଇଏ ହେଲା 2 ଥର, ଇଏ 8 ଥର, ଟୋଟାଲ ହେଲା 10 ଥର। ସେଇଭଳିଆ 92100 90000 10000 ଗୁଣନ 90000 ହେଇଗଲା 21 ଗୁଣନ 100 ହେଇଗଲା କେତେ? 2100। ତାହେଲେ ଟୋଟାଲ ଆମର ହେଇଗଲା କେତେ ଥର? 30 ଥର। ନେକ୍ସଟ ସି କ'ଣ ଅଛି ଏଠି ନା 1,20,500। ଫାଷ୍ଟ ଆମେ 10000 12 ଥର କରିଦେଲେ ହେଇଗଲା 1,20,000। 105 ଥର ହେଇଗଲା 5 ଥର, ଟୋଟାଲ ହେଇଗଲା 12 ମିଶାଣ 5 17 ଥର। ଏଠି ଆମେ ଦେଖିଲେ କେତେ? 65,30,000 ନା 10000କୁ ଆମେ 653 ଥର ମାରିଦେଲେ ହେଇଗଲା 65,30,000। ନେକ୍ସଟ ତାପରେ ଏଠି କେତେ ଅଛି ନା 70,25,700। ଯଦି ଆମେ 10000କୁ 700 2 ଥର ମାରିବା ସିଏ ହେଇଗଲା କେତେ? 70,20,000। ତାପରେ 100କୁ 57 ଥର ମାରିଦେବା ହେଇଗଲା କେତେ? 70,25,700। ଏ ଦୁଇଟାଙ୍କୁ ମିଶାଇ ଦେଲେ ଆମର ହେଇଯିବ ଟୋଟାଲି 759 ଥର। ନେକ୍ସଟ ଦେଖିବା ସରିଲା। 8 ନମ୍ବର କ୍ୱେଶ୍ଚିନ୍ କ'ଣ କହିଛି? 8 ନମ୍ବର କ୍ୱେଶ୍ଚିନ୍ କହିଛି କି
କେତେ ଲକ୍ଷରେ 1 ବିଲିୟନ ହୁଏ? 1 ବିଲିୟନ ମାନେ 1ରେ 9ଟା ଶୂନ, ତାପରେ 1 ଲକ୍ଷ ମାନେ ଆମର 1ରେ 5ଟା ଶୂନ। ତାହେଲେ 1ରେ 9ଟା ଶୂନ, 1ରେ 5ଟା ଶୂନ ହରିଦେଲେ ଇଏ 5ଟା ଶୂନ, ଇଏ 5ଟା ଶୂନ କଟିଗଲା, ରହିଲା କେତେ? 1ରେ 4ଟା ଶୂନ ମାନେ 10,000 ଲକ୍ଷ ହେଲେ ଯାଇକି 1 ବିଲିୟନ ହବ। ନେକ୍ସଟ, ତାପରେ ସେ କ'ଣ କହିଲା ନା 1ରୁ 9 ଥିବା 2ଟା ସେଟ୍ ସଂଖ୍ୟା କାର୍ଡ଼ ଆମ ପାଖରେ ଅଛି। ଏଠି ତଳେ ଆମର 2ଟା ସେଟ୍ ଅଛି, ଏଇଠି ରହିଲା ଆମ ତଳେ 2ଟା ସେଟ୍, ଏଟା ଗୋଟେ ସେ କ'ଣ କଲେ ଏଇଠି ଆମେ ନମ୍ବର ଗୁଡ଼ା ଲେଖିବା। ଯେମିତି 1ରେ କ'ଣ ସଂଖ୍ୟା ଯେଉଁ ସୃଷ୍ଟି ହେଇଥିବ ଦୁଇଟାଙ୍କ ଯୋଗଫଳ ଅଧିକା ହେଉଥିବେ, ପୁଣି ସେକେଣ୍ଡ ଥର ଯେତେବେଳେ କରିବା ବିୟୋଗଫଳ ସର୍ବନିମ୍ନ ହେଉଥିବା ଦରକାର। ଦେଖିବା କ'ଣ ଅଛି। ସର୍ବାଧିକ ଯୋଗଫଳ ପାଇବା ପାଇଁ 7 ଅଙ୍କ ସଂଖ୍ୟା କେତେ? 9, 8, 7, 6, 5, 4, 3 ମିଶିବା 9, 8, 7, 6, 5 ମିଶିଗଲେ 99,75,73,308। ନେକ୍ସଟ, ତାପରେ ଦେଖିବା କ'ଣ ନା ସର୍ବନିମ୍ନ ବିୟୋଗଫଳ ଅନ୍ତର ପାଇବା ପାଇଁ ଆମକୁ 7 ଅଙ୍କଟା କ'ଣ ସବୁଠାରୁ ଛୋଟ ଆଉ 5 ଅଙ୍କଟା ସବୁଠାରୁ ବଡ଼ କରିବାକୁ ପଡ଼ିବ, ନିୟମ ଅଛି। ତାହେଲେ ଆମର 7 ଅଙ୍କ ସଂଖ୍ୟାଟା କେତେ ଲେଖିବା ନା 1, 2, 3, 4, 5, 6, 7। ଆଉ କାହିଁକିନା ଗ୍ୟାପ୍ଟା ବିୟୋଗଫଳଟା ଛୋଟ କରିବାକୁ ପଡ଼ିବ। ଯଦି ବିୟୋଗଫଳ ବଡ଼ କରିବାର ଥାନ୍ତା ଏଇଟା ବଡ଼ କରିଥାନ୍ତେ, ଏଇଟା ଛୋଟ କରିଥାନ୍ତେ, କିନ୍ତୁ ବିୟୋଗଫଳ ଯେହେତୁ ସାନ କରି ଏଇଟା ଆମେ ସାନ କରି ଏଇଟା ବଡ଼ କରିବା। ତାହେଲେ 5 ଅଙ୍କଟା ବଡ଼ ସଂଖ୍ୟା 9, 8, 7, 6, 5 ଲେଖିବା। ତେବେ ଆମେ ଦୁଇଟା କ'ଣ କରିବା ଫେଡ଼ି ଦେବା। ଫେଡ଼ି ଦେଲା ପରେ ଆମର ବିୟୋଗଫଳ କେତେ ମିଳୁଛି? ଅନ୍ତରଫଳ ମିଳୁଛି 11,35,802। ଏଇଟା ଫାଇନାଲ ଆନ୍ସର। ନେକ୍ସଟ 10 ନମ୍ବର ଆମକୁ ସଂଖ୍ୟା କାର୍ଡ଼ ଗୁଡ଼ା କ'ଣ ଅଛି ନା 4,000, 13,000, 300, 70,000, 1,50,000, 20,500 ରହିଲା। କାର୍ଡ଼ ଗୁଡ଼ିକୁ ବ୍ୟବହାର କରି ଚାହୁଁଥିବା ଗାଣିତୀୟ ପ୍ରକ୍ରିୟା ଅନୁସାରେ ନିମ୍ନଲିଖିତ ନିକଟତର ହୁଅ ଏକ ନିର୍ଦ୍ଦିଷ୍ଟ ସଂଖ୍ୟା ତିଆରି କରିବା ପାଇଁ କାର୍ଡ଼ କେବଳ ଥରେ ମାତ୍ର ବ୍ୟବହାର କରିପାରିବ। ଯେମିତିକି ଆମକୁ ଯଦି ଗୋଟେ କହିଲା କ'ଣ 1,10,000, ଆକୁ ଆମେ କ'ଣ କରିବା 4,000 ଥରେ ଅଛି, 4,000 20କୁ 5 ଥର, ତାପରେ 13,000 ମିଶିଗଲା 1,13,000 ଅଛି। ଦେଖ ଏଠି ସବୁ 20କୁ 5 ଥର ଆସ, ଦେଖ 4,000 ଥରେ ୟୁଜ୍ ହେଲା, 20କୁ ଥରେ। ଦେଖ ଏଠି ଏଇ ଯେଉଁ ଆମର ସଂଖ୍ୟାଟା ରହିଲା କେତେ 1,10,000, ଏଥିରେ କ'ଣ ରହିଲା ଦେଖ ନା ଦେଖ ରହିଲା କେତେ ଏଠି 4,000 ଥରେ ଏଠି ୟୁଜ୍ ହେଲା, ଏଇ 4,000। ନେକ୍ସଟ, ତାପରେ ଏଠି କେତେ ଅଛି 20 ଗୁଣନ 5, ଏଠି ଦେଖ ଏଠି 20, 5 ଅଛି, ତାକୁ ଆମେ ଥରେ ବ୍ୟବହାର କଲେ 20କୁ ଥରେ, 5କୁ ଥରେ। ନେକ୍ସଟ ଦେଖ ଏଠି ରହିଲା କେତେ 13,000, ଏଠି ଦେଖ 13,000 ଥରେ ଅଛି, ଏଠି ଆମେ ଏଠି 13,000କୁ ଥରେ ବ୍ୟବହାର କଲେ ହେଲା। ନେକ୍ସଟ ମିଶିକି ଆମର ହେଇଗଲା କେତେ ରହିଲା 1,10,000, 4,000, ଇଏ 20, 5, 100, ଏ 13,000 ହେଲା। ତାପରେ ଏଠି ଆମର ରହିଲା କେତେ ଆମେ ସେଭଳିଆ 2 ଲକ୍ଷ କରିବା, 5,80,000 କରିବା, ତାପରେ 12,45,000, 20,90,000 ଏଇସବୁ ଜିନିଷ କରିବା। ତ ଏଠି ଦେଖ ଆମର ଯେଉଁଠି ହେଲା କେତେ ନା 1,13,000, 1,10,000 ପାଖାପାଖି ହେଲା। ତ ନେକ୍ସଟ ତାପରେ ଦେଖିବା ଆମର 2 ଲକ୍ଷର ପାଖାପାଖି କେମିତି ହେବ। 1.5 ଲକ୍ଷ ଅଛି, 1.5 ଲକ୍ଷ ପ୍ଲସ୍ 7 ଲକ୍ଷ ପ୍ଲସ୍ 70,000 ଫେଡ଼ାଣ 4,000ରେ 5 ଗୁଣ ଦେଲେ ଆମର 20,000 ଫେଡ଼ି ଦେଲେ। ତ 1.5 ଲକ୍ଷରେ ଆମର ଯଦି 70,000ରୁ 20,000 ଗଲା 50,000 ହେଇଗଲା, ତ 2,20,000ରୁ 20,000 ଗଲା, ଆମର 2 ଲକ୍ଷ ଆମେ ପାଇଗଲେ। ନେକ୍ସଟ ଦେଖିବା ସି 5,80,000 ନିକଟତମ ହେବା। ଫାଷ୍ଟ ଆମର 70,000 5 ଥର ହେଇଗଲା 3,50,000, ତାପରେ 1.5 ଲକ୍ଷ ମିଶିଗଲା ହେଇଗଲା କେତେ 5 ଲକ୍ଷ। 80,000 ପାଇଁ 4,000କୁ 20 ଥର ହେଇଗଲେ 80,000 ହେଇଗଲା, 5,80,000 ହେଇଗଲା। ନେକ୍ସଟ ତାପରେ ଦେଖିବା ନେକ୍ସଟ ଅଛି ନା 12,45,000 ନିକଟତମ ଆକଳନ କରିବା। 70,000 20 ଥର ହେଇଗଲା 14 ଲକ୍ଷ ହେଇଗଲା। ତାପରେ 1.5 ଲକ୍ଷ ମାଇନସ୍ କରିଦେଲେ, 4,000 ବି ମାଇନସ୍ କରିଦେଲେ, 300 ଆମେ 5 ଥର ମାଇନସ୍ କଲେ 15,000 ମାଇନସ୍ କରିଦେଲେ ହେଇଗଲା କେତେ 12,44,500। ତ ଯେଉଁଟାକି 12,45,000ର ପାଖାପାଖି। ନେକ୍ସଟ ତାପରେ ଦେଖିବା ଇ
ଇଏ କ'ଣ ହେଲା ନା 20,90,800ର ନିକଟତମ ଆକଳନ। ଆମର 13,000କୁ ଆମେ ମାରିବା କେତେଥର? 13,000 ଗୁଣନ 300 ହେଇଗଲା କି 39 ଲକ୍ଷ। 70,000 ଗୁଣନ 20 ପ୍ଲସ୍ 5 25, ତାହେଲେ ଏଟା ହେଇଗଲା 17,50,000 ମାଇନସ୍ ହେଲା। ପୁଣି ଏଠି 1.5 ଲକ୍ଷ ମାଇନସ୍ ହେଲା, ତାପରେ 4,000 ପ୍ଲସ୍ ହେଲା। ସବୁ ମିଶି ମାଜିକି ହେଲା 20,04,000, ଯେଉଁଟାକି 20,90,800ର ପାଖାପାଖି। ନେକ୍ସଟ ତାପରେ ଦେଖିବା ଆଗକୁ। ଇ ସରିଲା। ଏବେ 11 ନମ୍ବର କହିଛି କ'ଣ ନା ଷ୍ଟାଚ୍ୟୁ ଅଫ୍ ୟୁନିଟ୍ର ଉଚ୍ଚତା ବିଶିଷ୍ଟ ଏକ ମୁଦ୍ରା ସମ୍ଭବ ସୃଷ୍ଟି କରିବା ପାଇଁ ଆମେ କେତୋଟି ମୁଦ୍ରା ଆବଶ୍ୟକ କରିବା? ମନେକର ପ୍ରତ୍ୟେକ ମୁଦ୍ରାର ମୋଟେ ହେଲା 1 ମିଲିମିଟର। ସେ କ'ଣ କହିଛି ନା ପ୍ରତି ମୁଦ୍ରାର ଉଚ୍ଚତା ଦେଲେ 1 ମିଲିମିଟର। ଷ୍ଟାଚ୍ୟୁ ଅଫ୍ ୟୁନିଟ୍ ଆମର ଦୈର୍ଘ୍ୟ ବହିରେ ଯାଇଛି କେତେ? 180 ମିଟର। ତାହେଲେ 180 ମିଟର ଯାହା ଏଥିରେ 1000 ଗୁଣି ଦେଲେ ଆମର ମିଲିମିଟର ପାଇଲେ 180 ମିଲିମିଟର। ତାହେଲେ 180ରେ ଆମେ 1 ହରିଲେ କେତେ? 180,000। ତ ଆମକୁ ଟୋଟାଲି ଯେଉଁ ଟଙ୍କିକିଆ କଏନ୍ ଆମକୁ କେତେଟା ଦରକାର ନା 180,000ଟା 1 ଟଙ୍କିଆ ମୁଦ୍ରା ଆମର ଦରକାର। 1 ମୁଦ୍ରା ରହିବା ପରେ ଆମର ମୁଦ୍ରା ଆବଶ୍ୟକ କେତେଟା? ଯେ ଆମର 1,80,000ଟି ମୁଦ୍ରା ଆବଶ୍ୟକ। ତାପରେ ଏଠି ଦେଲା କ'ଣ ଗୋଟେ କୋଶ୍ଚିନ୍ କ'ଣ ଦେଲା? କୋଶ୍ଚିନ୍ ଦେଇଛି ନା ଧୂସର ମୁଣ୍ଡ ଏକ ପ୍ରକାର ସାମୁଦ୍ରିକ ପକ୍ଷୀ। ଆଲବାଟ୍ରସ୍ ଗୁଡ଼ିକର ଉଚ୍ଚତା ପ୍ରାୟ 7 ଫୁଟ ଓସାରର ଡେଣା ଥାଏ। ସେମାନେ ସମୁଦ୍ରରେ ଏକ ସ୍ଥାନରୁ ଅନ୍ୟ ସ୍ଥାନ ସ୍ଥାନାନ୍ତର କରିବା ଜଣାଶୁଣା। ଆଲବାଟ୍ରସ୍ ଗୁଡ଼ିକ ଦିନକୁ ପ୍ରାୟ 900ରୁ 1000 କିଲୋମିଟର ଯାଏଁ ଉଡ଼ି ଯାଇପାରନ୍ତି। ରେକର୍ଡ ହୋଇଥିବା ଦୀର୍ଘତମ ଏକକ ଯାତ୍ରା କେତେ? 12,000 କିଲୋମିଟର। ମାନେ ସେ ମ୍ୟାକ୍ସିମମ୍ କେତେ ଉଡ଼ିଛନ୍ତି ନା 12,000 କିଲୋମିଟର ସିଏ ଉଡ଼ିଛନ୍ତି। ତ ତାପରେ କୋଶ୍ଚିନ୍ କ'ଣ ଅଛି? ତେବେ ଏପରି ଏକ ଯାତ୍ରା କଲେ ପ୍ରଶାନ୍ତ ମହାସାଗର ଅତିକ୍ରମ କରିବା ପାଇଁ ପ୍ରାୟ କେତେ ଦିନ ଲାଗିବ? ମାନେ ପ୍ରଶାନ୍ତ ମହାସାଗରକୁ ଆମେ ନେବା କେତେ? 12,000 କିଲୋମିଟର, କାରଣ ସେ ମ୍ୟାକ୍ସିମମ୍ ଉଡ଼ିଛନ୍ତି 12,000 କିଲୋମିଟର, ହେଲା କି? ତ ଦେଖିବା ତା ସମୁଦାୟ ଯାତ୍ରା ଆମର କେତେ? ସମୁଦାୟ ଯାତ୍ରା ଆମର ରହିଲା 12,000 କିଲୋମିଟର। ଗୋଟେ ଦିନରେ ସିଏ 900ରୁ 1000 କିଲୋମିଟର ପର୍ଯ୍ୟନ୍ତ ଉଡ଼ି ପାରନ୍ତି। ତାହେଲେ 12,000କୁ ଯେତେବେଳେ 900 କିଲୋମିଟର ସ୍ପିଡ଼ରେ ଉଡ଼ିବେ, ତାହେଲେ 13.3 ଦିନ ଲାଗିବ ବା 14 ଦିନ। 13 ଦିନରୁ ପରଦିନ ପହଞ୍ଚିବେ, ମାନେ ଏଟା ପଡ଼ିଲା କେତେ ଦିନ? 13 ପ୍ଲସ୍ 1 ସମାନ କେତେ ଦିନ? 14 ଦିନ ହେଇଗଲା। ତାପରେ ଯଦି ସିଏ ଆମର 1000 କିଲୋମିଟର ପ୍ରତିଦିନରେ ସିଏ ଯଦି ଆମର ଯାତାୟାତ କରନ୍ତି, ତାହେଲେ 12,000 ହରିଲେ ଆମର କେତେ ଦିନ ମିଳିବ? 12 ଦିନ। ତାହେଲେ ଆମର ଟୋଟାଲ୍ ତ କେତେ ସମୟ ଲାଗିବ ନା 12ରୁ 14 ଦିନ ପର୍ଯ୍ୟନ୍ତ ସମୟ ଲାଗିବ। ନେକ୍ସଟ ସେ କହିଲା କ'ଣ ନା ଫ୍ଲେମିଙ୍ଗୋ ପକ୍ଷୀ ପ୍ରତିବର୍ଷ ଶୀତ ଋତୁରେ ସାଇବେରିଆ ଅଞ୍ଚଳରୁ ଚିଲିକାକୁ ଆସିଥାନ୍ତି। ତାଙ୍କୁ ସାଇବେରିଆରୁ ଚିଲିକାକୁ ଅବିରତ ଯାତ୍ରା କରିବା ପାଇଁ ତାଙ୍କୁ କେତେ କିଲୋମିଟର ଦେବେ? ସେ 12,000 କିଲୋମିଟର ପରେ ଏହାର ଯାତ୍ରା ସେ କେବେ ଆରମ୍ଭ ହୋଇଥିଲା ନା ଏହାର ଯାତ୍ରା ସେ 13 ଅକ୍ଟୋବର 2022 ଆରମ୍ଭ କରି 11 ଦିନ ପର୍ଯ୍ୟନ୍ତ ଚାଲିଲା। ତେବେ ପ୍ରତିଦିନ ଅତିକ୍ରମ କରୁଥିବା ଦୂରତା, ପ୍ରତି ଘଣ୍ଟାରେ ଅତିକ୍ରମ କରୁଥିବା ଦୂରତା ଆମେ ନିର୍ଣ୍ଣୟ କରିବା। ଦେଖିବା କ'ଣ କହିଛି। ଦତ୍ତ ଅଛି ଆମର ଦୂରତା କେତେ କିଲୋମିଟର କହିଛି ନା ଦୂରତା କହିଛି 12,000, ସମୟ ଅବଧି 11 ଦିନ, 1 ଦିନ ହେଲା 24 ଘଣ୍ଟା। ତେଣୁ ପ୍ରତିଦିନ ସେ କେତେ ବାଟ ଯିବ? ପ୍ରତିଦିନ 12,000 11 ହରିଲେ 10,000 1,090.90 କିଲୋମିଟର ବା 1,091 କିଲୋମିଟର ଆମେ ନେଇପାରିବା। ତ ସିଏ ଯେହେତୁ ଗୋଟେ ଦିନରେ 24 ଘଣ୍ଟା ଯାଉଛି, ତ ପ୍ରତି ଘଣ୍ଟାରେ କେତେ ନା 12,000 ଗୁଣନ 12,000 ହରଣ 11 ଗୁଣନ 24। ତେଣୁ ପ୍ରତି ଘଣ୍ଟାରେ 45.45 କିଲୋମିଟର ବା 45 କିଲୋମିଟର ସିଏ ଗତି କରିଛି। ନେକ୍ସଟ ତାପରେ କୋଶ୍ଚିନ୍ ଦେଖିବା। ସେ କ'ଣ କହିଛି ନା ଶଙ୍ଖଚିଲ ପକ୍ଷୀ ଭୂମି ସ୍ତରରୁ 4,500ରୁ 6,000 ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରେ। ମାନେ ଏଇଟା ଯଦି ଆମର କ'ଣ ଭୂମି ରୁହେ ଏତିକି ଉଞ୍ଚାରେ ସିଏ ଉଡ଼ିବ। ଏଇଟା ଆମେ ଏଇ ଯେଉଁ ଗ୍ୟାପ୍ଟା ଆକୁ ଆମେ ଧରିବା କେତେ ନା 4,500 କିଲୋମିଟର। କେତେ ଆମେ ମାନେ ଧରିବାକୁ ଆମେ 4,500ରୁ 6,000 ମିଟରରେ ଆମେ ଆକୁ ଧରିବା, ହେଲା। ନେକ୍ସଟ ତାପରେ ସେ କ'ଣ କହିଛି ନା ଦେଓମାଳି ପର୍ବତ ହେଉଛି 1672। ସିଏ ତ ଉପରେ ଉଡ଼େ କେତେ 4,500 6,000 ପର୍ଯ୍ୟନ୍ତ। ଦେଓମାଳି ଉଚ୍ଚତା ହେଲା 1672। ଉଡ଼ାଜାହାଜ 10,000ରୁ
12,800 ଉଚ୍ଚତାକୁ ଉଡ଼ିପାରେ। ସୋମୁଙ୍କ କୋଠା ତୁଳନାରେ ଏହି ଉଚ୍ଚତା ଗୁଡ଼ିକ କେତେ ବଡ଼? ସୋମୁଙ୍କ କୋଠା ମନେ ଅଛି ନା? ତ ମୁଁ କହିଥିଲି ଆଗରୁ ଯେ ତମର ସୋମୁଙ୍କ କୋଠା ଉଚ୍ଚତା ଅଛି 40 ମିଟର, ଶଙ୍ଖଚିଲ ଉଡ଼ିବାର ଉଚ୍ଚତା ହେଲା 4,500ରୁ 6,000। ତାହେଲେ ସୋମୁଙ୍କ ଯେଉଁ ଘର ଉଚ୍ଚତା ରହିଲା ତା ତୁଳନାରେ କେତେ? ଯଦି ସେ 4,500 ମିଟର ଉଚ୍ଚରେ ରହିବ ତାହେଲେ ହେବ 112.5। ଯଦି ସେ ଉଞ୍ଚା ଯାଇକି 6,000 ମିଟର ଯାଏଁ ଉଡ଼ିବ ତାହେଲେ ହେବ କେତେ? 150 ଗୁଣ। ତାହେଲେ କ'ଣ ଜାଣିଲେ ନା ଶଙ୍ଖଚିଲ ଉଡ଼ିବା ଉଚ୍ଚତା ସୋମୁ ଉଚ୍ଚତା କୋଠା ଘରର ପ୍ରାୟ 112 ଗୁଣରୁ 150 ଗୁଣ। ନେକ୍ସଟ ତାପରେ କୋଶ୍ଚିନ୍ ଦେଖିବା। ତାପରେ କୋଶ୍ଚିନ୍ କହିଛି ଦେଓମାଳି ପର୍ବତର ଉଚ୍ଚତା କେତେ ହେବ? 1,672 ମିଟର ଅଛି। ବର୍ତ୍ତମାନ ଆମେ କ'ଣ କରିବା ନା ଆମର ସୋମୁର ଘରର ଉଚ୍ଚତା 40, ତାହେଲେ 1,672 40 ସରିଲେ କେତେ? 41.8। 41.8 ମାନେ ଲଗଭଗ 42 ଗୁଣ। ନେକ୍ସଟ ତାପରେ କୋଶ୍ଚିନ୍ କ'ଣ କହିଛି ନା ଉଡ଼ାଜାହାଜର ଉଡ଼ିବାର ଉଚ୍ଚତା 10,000ରୁ 12,000 ମିଟର 12,800 ମିଟର ଯାଏଁ ରହିଲା। ଏଟା ବି ଆମେ ହିସାବ କରିବା। ସୋମୁ ଘର ଉଚ୍ଚତା 10,000 40 ସରିଲେ ହେଲା 250 ଗୁଣ, ତ 12,800 40 ସରିଲେ ହେଲା 320 ଗୁଣ। ତାହେଲେ ଉଡ଼ାଜାହାଜ ଯେତେ ଉଞ୍ଚା ଉଡ଼େ ତାହେଲେ ସୋମୁର କୋଠା ଘର କେତେ? 250 ଗୁଣରୁ 320 ଗୁଣ ଉଚ୍ଚତାରେ ସେଟା ଉଡ଼ିଥାଏ। ବୁଝିଲ? ତ ଏଇଠି ଆମର ବିଷୟର ଅଭ୍ୟାସ ସରିଯାଇଛି। ଆଶା କରେ ତୁମମାନଙ୍କୁ ସମସ୍ତ ପ୍ରଶ୍ନ ଗୁଡ଼ିକ ବୁଝା ପଡ଼ିଥିବ। ଯଦି ବି କିଛି ବି 1%, 2% ଯଦି ବି କିଛି ବି ଟିକେ ବୁଝା ପଡ଼ିଥାଏ ତାହେଲେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରିଦେବେ। ଧନ୍ୟବାଦ।